ବୃଷଭ କାନରେ କଣ କହିଲେ ମହାଦେବ ଆପଣଙ୍କ କଥା ଶୁଣିବେ, ତାହା ଆପଣମାନେ ଜାଣିଛନ୍ତି କି? ଆସନ୍ତୁ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ପୁରୁଷ ଲୋକମାନେ ଶିବ ମନ୍ଦିର ଗଲେ ବୃଷଭଙ୍କ କାନରେ ବା କେଉଁ କାନରେ କହିବେ? ଠିକ୍ ସେହିପରି ମାମାନେ ବା ମହିଳାମାନେ ଯେତେବେଳେ ଶିବ ମନ୍ଦିର ଯିବେ ସେତେବେଳେ ବୃଷଭଙ୍କର କେଉଁ କାନରେ କହିବେ ଏବଂ କଣ କହିବେ? ଆସନ୍ତୁ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ନମସ୍କାର ଦର୍ଶକ ବନ୍ଧୁ, ଆଉ ଏକ ନୂତନ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ମହାଦେବଙ୍କୁ ଯାହା ବି କହିବେ ମହାଦେବ ନିଶ୍ଚିତ ଭାବରେ ଭକ୍ତଙ୍କର ଡାକ ଶୁଣନ୍ତି। ତେବେ ଆପଣମାନେ ଏ କଥା ବି ଜାଣିଥିବେ ଯେ ମହାଦେବଙ୍କ ପାଖରେ ନିଜର ଇଚ୍ଛାକୁ ପହଞ୍ଚାଇବା ପାଇଁ, ମହାଦେବଙ୍କ ପାଖରେ ନିଜର ମନ କଥାକୁ ପହଞ୍ଚାଇବା ପାଇଁ କଣ କରନ୍ତି ନା ବୃଷଭଙ୍କ ପଛପଟରେ ଥାଇ ହାତ ଯୋଡ଼ି ଯଦି ମହାଦେବଙ୍କୁ ନିଜର ମନ କଥା କହିବେ ତାହେଲେ ମଧ୍ୟ ମହାଦେବ ଶୁଣନ୍ତି। ଠିକ୍ ସେହିପରି ବୃଷଭଙ୍କ କାନରେ ମଧ୍ୟ ଯଦି କଥାଟିକୁ ପକାଇଦେବେ, ଯାହା ବି ଆପଣମାନେ ପାଇବାକୁ ଚାହୁଁଛନ୍ତି, ଯାହା ବି ଆପଣଙ୍କର ମନସ୍କାମନା ଅଛି, ଯେଉଁଥିପାଇଁ ଆପଣମାନେ ମନ୍ଦିର ଆସିଛନ୍ତି, ଯଦି ବୃଷଭଙ୍କ କାନରେ ମଧ୍ୟ କହିଦିଅନ୍ତି ତାହେଲେ ବୃଷଭ ସେହି କଥାଟିକୁ ଆପଣଙ୍କର ମହାଦେବଙ୍କ ପାଖକୁ ନିଶ୍ଚୟ ପହଞ୍ଚାଇଥାନ୍ତି ଏବଂ ଆପଣଙ୍କର ମନସ୍କାମନା ଶୀଘ୍ର ପୂର୍ଣ୍ଣ ହୋଇଥାଏ। ତେଣୁ ଜାଣିବା ଦରକାର ଆଜ୍ଞା ଯେ ବୃଷଭଙ୍କ କାନରେ କଣ କହିବା, କେଉଁ କାନରେ କହିବେ, ପୁରୁଷ ଲୋକମାନେ କେଉଁ କାନରେ କହିବେ ଏବଂ ସ୍ତ୍ରୀ ଲୋକମାନେ କେଉଁ କାନରେ କହିବେ। ତେବେ ଏହି ବିଷୟରେ ଜାଣିବା ପାଇଁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ଆପଣମାନଙ୍କୁ ଅନୁରୋଧ, ଭିଡ଼ିଓକୁ ଲାଇକ୍ କରି ଆପଣମାନେ ମହାଦେବଙ୍କୁ କେଉଁ ନାମରେ ସ୍ମରଣ କରନ୍ତି ତାହା କମେଣ୍ଟ ବକ୍ସରେ ଅବଶ୍ୟ ଲେଖିଦିଅନ୍ତୁ। ମହାଦେବଙ୍କର ଅନ୍ୟ ନାମ ହେଉଛି ଆଶୁତୋଷ। ମହାଦେବ ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତି। ତାଙ୍କୁ କିଛି ଦେଲେ ଭଲ, ନଦେଲେ ଭଲ, ତାଙ୍କୁ ଡାକିଲେ ଭଲ, ନ ଡାକିଲେ ଭଲ, ତାଙ୍କ ଦୁଆରକୁ ଯାଇ ଛିଡ଼ା ହୋଇ ପଡ଼ିଲେ ମଧ୍ୟ ସେ ଭକ୍ତଙ୍କର ଡାକ ଶୁଣନ୍ତି। ଆପଣମାନେ ଶିବ ଦର୍ଶନ ନ କରନ୍ତୁ, କିନ୍ତୁ ବୃଷଭଙ୍କ ପାଖକୁ ଯାଇ ନିଜର ମନସ୍କାମନା କହି ଗୋଟିଏ ମୁଣ୍ଡିଆଟିଏ ମାରିକି ଆସନ୍ତୁ। କେବଳ ବୃଷଭଙ୍କ କାନରେ ନିଜର ମନ କଥାକୁ ପକେଇ ଦେଇକି ଆସନ୍ତୁ। ସେତିକିରେ ହିଁ ମହାଦେବ ଆପଣଙ୍କର ଡାକ ଶୁଣିବେ, ଆପଣଙ୍କର ମନ କଥା ବୁଝିଯିବେ, ଆପଣଙ୍କର କାମ ହୋଇଯିବ। ତେବେ ଦର୍ଶକ ବନ୍ଧୁ, ପ୍ରଥମେ ଜାଣି ରଖନ୍ତୁ ଶିବ ଦର୍ଶନର ବିଧି। ଶିବ ପୁରାଣରେ ଏହି କଥାଟି ବର୍ଣ୍ଣିତ ଅଛି। କଣ ଅଛି ନା ଶିବ ପୁରାଣ ଅନୁସାରେ ଆପଣମାନେ ଯେତେବେଳେ ଶିବ ମନ୍ଦିର ଯିବେ ମହାଦେବଙ୍କ ଦର୍ଶନ ପାଇଁ କେମିତି ଦର୍ଶନ କରିବେ? ଦର୍ଶନର ବିଧି ହେଉଛି ଏଇଆ ଆଜ୍ଞା, ଆପଣମାନେ ବୃଷଭଙ୍କ ପଛପଟରେ ଠିଆ ହେବେ ଏବଂ ସେହି ପଛପଟରୁ ମହାଦେବଙ୍କୁ ଦର୍ଶନ କରିବେ। ଦୁଇଟି ସିଂହ ମଧ୍ୟରେ ମହାଦେବଙ୍କୁ ଦର୍ଶନ କରିବେ ଏବଂ ସେଇଠି ଛିଡ଼ା ହୋଇକି ଆପଣମାନେ ନମସ୍କାର କରିବେ, ନିଜର ମନ କଥା ଜଣାଇବେ। ଜଣାଇଲେ ମହାଦେବ ଡାକ ଶୁଣନ୍ତି। ଏହା ହେଉଛି ଆଜ୍ଞା ବିଧି ଶିବ ପୁରାଣ ଅନୁସାରେ। ବର୍ତ୍ତମାନ ଆସନ୍ତୁ ଜାଣିବା, ଯେତେବେଳେ ପୁରୁଷମାନେ ଯାଉଛନ୍ତି ନିଜର ମନ କଥା କହିବା ପାଇଁ, ତେବେ ବୃଷଭଙ୍କର କେଉଁ କାନରେ କହିବେ ଏବଂ ମାମାନେ କେଉଁ କାନରେ କହିବେ? ତେବେ ପୁରୁଷମାନେ ବୃଷଭଙ୍କ ଦକ୍ଷିଣ କାନରେ ଯେତେବେଳେ ନିଜର ମନ କଥା କହିବା ପାଇଁ ଯାଉଛନ୍ତି, ତେବେ ଆପଣମାନେ ବୃଷଭଙ୍କର ଦକ୍ଷିଣ କାନରେ କୁହନ୍ତୁ ଏବଂ ମାମାନେ ଯେତେବେଳେ ଯାଉଛନ୍ତି ନନ୍ଦୀଙ୍କ କାନରେ କିଛି କହିବା ପାଇଁ, ମାମାନେ ନନ୍ଦୀଙ୍କର ବାମ କାନରେ କହିବେ। ଦର୍ଶକ ବନ୍ଧୁ, ଏହି କଥାଟି ଆପଣମାନେ ମନେ ରଖିବେ। ପୁରୁଷମାନେ ଦକ୍ଷିଣ କାନରେ ଏବଂ ମାମାନେ ବାମ କାନରେ। କାହିଁକି ନା ମାମାନେ ହେଉଛନ୍ତି ବାମାଙ୍ଗୀ ଏବଂ ପୁରୁଷମାନେ ହେଉଛନ୍ତି ଡାହାଣ ଅଙ୍ଗ। ସେଥିପାଇଁ ମାମାନେ ବାମପଟ କର୍ଣ୍ଣରେ କହିବେ ଏବଂ ପୁରୁଷମାନେ ଡାହାଣ ପଟ କର୍ଣ୍ଣରେ କହିବେ। ତେବେ ବୃଷଭଙ୍କ କାନରେ ଆପଣମାନେ ନିଜର ମନ କଥା କୁହନ୍ତୁ। ଯାହା ବି ଆପଣଙ୍କର ଦୁଃଖ ଅଛି, ସୁଖ ଅଛି, ଯାହା ବି ଆପଣମାନେ ଜଣାଇବା ପାଇଁ ଆସିଛନ୍ତି। କାହିଁକି ନା ରଖିଲା ବାଲା ବି ଶିବ, ମାରିଲା ବାଲା ବି ଶିବ, ତାରିବା ବାଲା ବି ଶିବ, ଉଦ୍ଧାରିଲା ବାଲା ବି ଶିବ। ତେଣୁ ତାଙ୍କ ପାଖରେ ସବୁକିଛି ସମ୍ଭବ। ତେବେ ଆପଣମାନେ ଜାଣିଛନ୍ତି କି ନାହିଁ, ମୁଁ ଆପଣମାନଙ୍କୁ ଜଣାଇ ଦେବାକୁ ଚାହେଁ ଯେ ଶାସ୍ତ୍ର ଅନୁସାରେ ନିଜେ ସ୍ୱୟଂ ଶିବ କହୁଛନ୍ତି ମା ପାର୍ବତୀଙ୍କୁ, ମୁଁ ନିଜେ ଗରୁଡ଼ ରୂପରେ ବିଷ୍ଣୁ ମନ୍ଦିରରେ ଅଛି। ମାନେ ବିଷ୍ଣୁଙ୍କ ମନ୍ଦିରରେ ଗରୁଡ଼ ଅଛନ୍ତି। ଗରୁଡ଼ ହେଉଛନ୍ତି ଶିବ ଭଗବାନ। ଠିକ୍ ସେହିପରି ଶିବ ମନ୍ଦିରରେ ନନ୍ଦୀ ବା ବୃଷଭ ହେଉଛନ୍ତି ବିଷ୍ଣୁ ଭଗବାନ। ତେଣୁ ଶିବ
ଠିକ୍ ସେହିପରି ଆପଣମାନେ ଯେତେବେଳେ ବିଷ୍ଣୁ ମନ୍ଦିର ଯାଉଛନ୍ତି ଦର୍ଶନ ପାଇଁ ଗରୁଡ଼ଙ୍କ ପାଖରେ ନିଜର ମନୋକାମନା ନିଶ୍ଚିତ ଭାବରେ ଜଣାଇବେ। ତାହା ମଧ୍ୟ ଜଗନ୍ନାଥଙ୍କ ପାଖରେ ନାରାୟଣଙ୍କ ପାଖରେ ନିଶ୍ଚୟ ପହଞ୍ଚିବ। ତେବେ ଏହି କଥାଟି ବାମଦେବ ସହିତାରେ ପ୍ରମାଣ ଅଛି। ତାପରେ ଆଉ ଗୋଟେ କଥା ମଧ୍ୟ, ଶଙ୍କର ନିଜେ ନନ୍ଦୀ ଭଗବାନଙ୍କୁ ବୃଷଭ ମହାରାଜଙ୍କୁ ବୃଷଭ ଯିଏ ନନ୍ଦୀ ସିଏ ତାଙ୍କ ଉପରେ ପ୍ରସନ୍ନ ହୋଇକି ମହାଦେବ ବର ଦେଇଥିଲେ ଯେ ହେ ନନ୍ଦୀ, ତମ ମାଧ୍ୟମରେ ଯିଏ ବି ଦର୍ଶନ କରି ମୋ ପାଖକୁ ଆସିବ ବା ତମ କାନରେ ଯିଏ ନିଜର ଦୁଃଖ ଜଣାଇବ, ମୁଁ ତାଙ୍କ ଦୁଃଖକୁ ଶୀଘ୍ର ହରଣ କରିବି ବା ମୁଁ ତାର ମନ କଥା ଶୀଘ୍ର ଶୁଣିବି। ସେଥିପାଇଁ ନନ୍ଦୀଙ୍କ କାନରେ ନିଜର ଦୁଃଖ ପ୍ରକାଶିଲେ, ନିଜର ମନସ୍କାମନା କହିଲେ ମହାଦେବ ଡାକ ଶୀଘ୍ର ଶୁଣନ୍ତି। ତେଣୁ ଆପଣମାନେ ଯେତେବେଳେ ମହାଦେବଙ୍କ ଦର୍ଶନ ପାଇଁ ଯିବେ ନିହାତି ଭାବରେ ବୃଷଭଙ୍କ କାନରେ ନିଜ ମନ କଥା କହିବେ ଏବଂ ମହାଦେବଙ୍କ ପ୍ରଥମ ଦର୍ଶନ ମୁଁ ଆପଣମାନଙ୍କୁ ଯେଉଁଭଳି ଭାବରେ କହିଲି ଠିକ୍ ସେହିଭଳି ଭାବରେ ଦର୍ଶନ କରିବେ। ଦେଖିବେ ଆପଣଙ୍କର ଯାହା ବି ମନସ୍କାମନା ଅଛି ତାହା ଖୁବ୍ ଶୀଘ୍ର ନିଶ୍ଚୟ ପୂରଣ ହେବ। ତେବେ ଦର୍ଶକ ବନ୍ଧୁ, ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓକୁ ଲାଇକ୍ କରି କମେଣ୍ଟ ବକ୍ସରେ ଆପଣମାନେ ମହାଦେବଙ୍କୁ କେଉଁ ନାମରେ ଡାକିଥାନ୍ତି ତାହା ଅବଶ୍ୟ ଲେଖିଦିଅନ୍ତୁ। ଆଜି ପାଇଁ ରହୁଛି, ନମସ୍କାର।